ଗୋମାତାଙ୍କୁ ଛାଡ଼ି ସନାତନ ଧର୍ମର କଳ୍ପନା କେବେ କରାଯାଇ ନପାରେ। କ୍ଷୀର ଅମୃତ ତୁଲ୍ୟ ଅଟେ। ଗୋମାତା ପୃଥିବୀ ମାର ରୂପ, ଜଗତ୍ ଜନନୀ, ସର୍ବବେଦମୟୀ ତାହା ବିନା ପୂଜା ଅସମ୍ଭବ। ଗୋମାତାଙ୍କୁ ଘାସ ଭୋଜନ ଦେଲେ 33 କୋଟି ଦେବତାଙ୍କୁ ଭୋଗ ଲଗାଇବା ସହିତ ସମାନ ହୋଇଥାଏ। ସମୁଦ୍ର ମନ୍ଥନରୁ ବାହାରିଥିବା 14 ରତ୍ନମାନଙ୍କ ମଧ୍ୟରୁ ଗୋଟିଏ ସ୍ୱୟଂ ମାତା ଜନନୀ ଭବାନୀ ସ୍ୱରୂପା। ପଞ୍ଚାମୃତ ବିନା ଆନୁଷ୍ଠାନିକ ପୂଜା କେବେ ବି ହୋଇପାରେନି। ଗୋସେବା କରୁଥିବା ଲୋକ କେବେ ଅକାଳରେ ବିୟୋଗ ମଧ୍ୟ ହୋଇନଥାଏ ଓ ସେ ବିଷ୍ଣୁଙ୍କ ଧାମ ଗୋଲକରେ ବାସ କରିଥାନ୍ତି। ଗୋମାତାଙ୍କ ନିବାସ ଯେଉଁଠି, ସେଇଠି ସକଳ ଦେବତାଙ୍କର ବାସ ହୋଇଥାଏ। ଗୋମୂତ୍ର ସେବନରେ ଅସାଧ୍ୟ ରୋଗରୁ ମଧ୍ୟ ଆମକୁ ମୁକ୍ତି ମିଳେ। ଭକ୍ତିରେ ତାଙ୍କ ସେବା କଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। କାମଧେନୁ ଯେପରି ଯାହା ମାଗିଲେ ତାହା ମିଳିପାରୁଥିଲା, କଳିଯୁଗରେ ଏହି ଗୋମାତାଙ୍କୁ ଆମେ ସେଇଭଳି ଭାବରେ ସେବା କଲେ ସବୁ କିଛି ମିଳିପାରିବ। ତାଙ୍କ ଶରୀରରେ 33 କୋଟି ଦେବାଦେବୀ ବସବାସ କରନ୍ତି। ଆମକୁ ମନ୍ଦିର ଯିବାର କିଛି ବି ଆବଶ୍ୟକତା ନାହିଁ। ଗୋମାତାଙ୍କ ଗୋବରରେ ଲକ୍ଷ୍ମୀ, ମୂତ୍ରରେ ଗଙ୍ଗା ବିଦ୍ୟମାନ ବୋଲି କୁହାଯାଏ। ଯଦି ଘଷିରେ ଘରେ ଧୂଆଁ ଦେବା, ତେବେ ସେଥିରୁ ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ। ଗୋମାତା କଳିଯୁଗର ପ୍ରକୃତ ଦେବତା। ତାଙ୍କର ଏକ ଆଖିରେ ଚନ୍ଦ୍ର ଓ ଅନ୍ୟ ଆଖିରେ ସୂର୍ଯ୍ୟଙ୍କର ଜ୍ୟୋତି ଥାଏ। ଗୋମାତା ଯେଉଁଠାରେ ଛିଡ଼ା ହୋଇଥାନ୍ତି, ସେଠି କୌଣସି ବାସ୍ତୁଦୋଷ ରହିନଥାଏ। ଆଉ ପାକୁଳି କରୁଥିବା ସ୍ଥାନରେ ଭଗବାନ ସ୍ୱୟଂ ଆସି ପୁଷ୍ପବୃଷ୍ଟି କରିଥାନ୍ତି। ଯଦି ଆମେ ତାଙ୍କୁ ସେବାରେ ଖୁସି କରିପାରିବା, ତେବେ ଆମର ସକଳ ଇଚ୍ଛା ପୂର୍ଣ୍ଣ ନିଶ୍ଚୟ ହେବ। ଲାଞ୍ଜରେ ହନୁମାନ ରହିଥାନ୍ତି, ତେଣୁ ପିଲାମାନଙ୍କୁ ଲାଞ୍ଜରେ ଝାଡ଼ିଦେଲେ କୌଣସି ଦୃଷ୍ଟିଦୋଷ ରହିନଥାଏ। ଗୋମାତାଙ୍କ ମେରୁଦଣ୍ଡରେ ସୂର୍ଯ୍ୟକେତୁ ନାମକ ନାଡ଼ି ଥାଏ। ପ୍ରତିଦିନ 5 ମିନିଟ୍ ସେଠାରେ ଯଦି ଆମେ ହାତ ବୁଲାଇ ଆଣିବା, ତେବେ ସବୁ ରୋଗ ଆମର ନଷ୍ଟ ହୋଇଥାଏ। ଗୋମାତାଙ୍କର କ୍ଷୀର ଅମୃତ ତୁଲ୍ୟ। ସତରେ ଏହି ଗୋମାତାଙ୍କ ସେବା କରି ଆମେ ବହୁତ କିଛି ପୁଣ୍ୟ ଲାଭ କରିପାରିବା। ଛୁଟି ଦିନର ଛୋଟ ପ୍ରୟାସରେ ଆଜି ଅନ୍ୟ ଏକ ଦିନ। ଆମ ସହିତ ଆମର ସୁବାସ ସାର୍ ମଧ୍ୟ ଯୋଗ ଦେଇଥିଲେ, ଆଉ କଥା ଓଡ଼ିଆ ଟିମ୍ର ଶିବପ୍ରସାଦ ବି। ମୋ ପାଖରେ ଗେହ୍ଲା ହେଉଥିବା ଏଇ କୁନିଟି ଆଜି ମୋର ପିଛା ଛାଡ଼ି ନଥିଲା। ମୋ ପଛେ ପଛେ ମନ୍ଦିରକୁ ମଧ୍ୟ ଚାଲି ଯାଇଥିଲା। ମନ୍ଦିରର ନନା ଯେତେବେଳେ ତାକୁ ଆକଟ କରିଥିଲେ, ମୁଁ ମନ୍ଦିରରୁ ଫେରିବା ପର୍ଯ୍ୟନ୍ତ ସେମିତି ଚାହିଁ ରହିଥିଲା। ଆଉ ଯେବେ ମୁଁ ଘରକୁ ଆସିଲି, ମୋ ଗାଡ଼ି ଆଗରେ ଶୋଇଯାଇଥିଲା। ଇଚ୍ଛା ତ ହେଉଥିଲା ତାକୁ ସାଥିରେ ନେଇ ଆସିବାକୁ, କିନ୍ତୁ ସେ ତା ମା ସହିତ ରହିଥିଲା। ମୁଁ ତାକୁ ଠିକ୍ ଭାବିଲି ନାହିଁ ମା ଠାରୁ ଅଲଗା କରିବା ପାଇଁ। ଆଜିର ଏହି ପ୍ରୋଗ୍ରାମରେ ମୋ ସହିତ ଯୋଗ ଦେଇଥିବା ସମସ୍ତ ସଦସ୍ୟମାନଙ୍କୁ ଅନେକ ଅନେକ ଧନ୍ୟବାଦ, କାରଣ ଅତି ସୁନ୍ଦର ଭାବରେ ଏହି କାର୍ଯ୍ୟକ୍ରମଟି ଆମର ସମ୍ପୂର୍ଣ୍ଣ ହୋଇଥିଲା।